ଦ୍ୱିତୀୟ ତିମୋଥୀ ତାର 3:1 ପଦରେ ଉଲ୍ଲେଖ କରାଯାଇଅଛି। କିନ୍ତୁ ଏହା ଜାଣିଥାଅ ଯେ ଶେଷ କାଳରେ ଭୀଷଣ ସମୟ ଉପସ୍ଥିତ ହେବ। ପ୍ରଭୁ ଏହି ବାକ୍ୟ ଦ୍ୱାରା ଆମ୍ଭମାନଙ୍କୁ ଆଶୀର୍ବାଦ କରନ୍ତୁ। ଆଜି ଆମେ ବିଶେଷତଃ ଭୀଷଣ ସମୟ କ'ଣ ଅଟେ ଏ ବିଷୟରେ ଆଜି ଆମେ ଈଶ୍ୱରଙ୍କ ବାକ୍ୟରୁ ଶିକ୍ଷା ଲାଭ କରିବା। ତା ପୂର୍ବରୁ ଆଶା କରେ ଆପଣ ଭଲ ଅଛନ୍ତି। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ ଏବଂ ଅନୁଗ୍ରହ ପ୍ରଦାନ କରନ୍ତୁ। ଯେଉଁ ଶାସ୍ତ୍ରାଂଶଟି ଆମେ ଅଧ୍ୟୟନ କଲୁ, ଦ୍ୱିତୀୟ ତିମୋଥୀ ତାର 3:1 ପଦ, ଶେଷ କାଳରେ ଭୀଷଣ ସମୟ ଉପସ୍ଥିତ ହେବ। ପାଉଲ ନିଜେ ଆପଣାର ଆତ୍ମିକ ସନ୍ତାନ ବା ଗୋଟିଏ ୟଙ୍ଗ ପାଷ୍ଟର ତିମୋଥୀଙ୍କୁ ଏହି ବାକ୍ୟଟି ଲେଖୁଅଛନ୍ତି। ଆଉ ତା ତଳେ 2, 3, 4 ପଦ ତା ଶେଷ ସମୟରେ ଯେଉଁ ଭୀଷଣ ସମୟ ଉପସ୍ଥିତ ହେବ, ତହିଁର ସମସ୍ତ କାର୍ଯ୍ୟ ସକଳ ତାର କ୍ୟାରେକ୍ଟରିଷ୍ଟିକ୍, ତାର ଗୁଣାବଳୀ ଗୁଡ଼ାକ କି ପ୍ରକାର ହେବ ସେ ବିଷୟରେ ଉଲ୍ଲେଖ କରାଯାଇଅଛି। କିନ୍ତୁ ଆମେ ଗୋଟେ ବାକ୍ୟକୁ ଲକ୍ଷ୍ୟ କରିବା, ତାହା ହେଉଛି ଶେଷ କାଳରେ ଭୀଷଣ ସମୟ ଉପସ୍ଥିତ ହେବ। ଭୀଷଣ ସମୟ, ଇନ୍ ଦ ଲାଷ୍ଟ ଏଜ୍ ୟା ଲାଷ୍ଟ ଡେ, ଶେଷ ସମୟରେ। ବର୍ତ୍ତମାନ ଆମେ ଶେଷ ସମୟରେ ହିଁ ବାସ କରୁଅଛୁ ଏବଂ ଡିସ୍ପେନ୍ସେସନ୍ ଅଫ୍ ଗ୍ରେସ୍, ଅନୁଗ୍ରହର ଯୁଗ ବା ସମୟରେ ଆମେ ବାସ କରୁଛୁ। ଅନ୍ୟ କ୍ଷେତ୍ରରେ ମାଣ୍ଡଳିକ ଯୁଗରେ ଆମେ ପଦାର୍ପଣ କରି ବାସ କରୁଅଛୁ। ଆଉ ଶେଷ ସମୟରେ এই କଥାଟି ବା এই ବାକ୍ୟଟି ବର୍ତ୍ତମାନ ସମୟକୁ ମଧ୍ୟ ଆମେ ନେଇପାରିବା, କାରଣ ଆମେ ଅନ୍ତିମ ସମୟ, ଶେଷ ସମୟ ସୀମାରେଖା ତଳେ ଜୀବନ କ୍ଷେପଣ କରୁଅଛୁ। କିନ୍ତୁ ଏଠାରେ ଲେଖା ଅଛି ଭୀଷଣ ସମୟ, ଯାହାକୁ ଇଂଲିଶ ବାଇବେଲରେ ପେରିଲୋସ୍ ଟାଇମ୍ ବୋଲି କୁହାଯାଏ। ଭୀଷଣ ସମୟ ଉପସ୍ଥିତ ହେବ। ଏ ଭୀଷଣ ସମୟର ଅର୍ଥ ହେଉଛି ଏ ପିରିୟଡ଼ ଅଫ୍ ଗ୍ରେଟ୍ ଡେଞ୍ଜର, ଏକ ବିଶାଳ ବିପଦଯୁକ୍ତ ସମୟ, ଏକ କଷ୍ଟର ସମୟ, ଡିଫିକଲ୍ଟିସ୍ ବୋଲି ମଧ୍ୟ କୁହାଯାଏ। ଆଣ୍ଡ ସ୍ପିରିଚୁଆଲ ଡିସେପସନ୍ ପିରିୟଡ଼ ବୋଲି ବି କୁହାଯାଏ, ଯାହାକୁ ଆମେ ଆଧ୍ୟାତ୍ମିକ ପ୍ରତାରଣାର ଏକ ସମୟ ବୋଲି ଆମେ କହିପାରିବା। ଏହା ବଡ଼ କଷ୍ଟ, ଆଧ୍ୟାତ୍ମିକ ପ୍ରତାରଣାର ସମୟ ଏବଂ ଏହା ଏକ ଗ୍ରେଟ୍ ଡେଞ୍ଜର, ବଡ଼ ବିପଦମୟ ସମୟ ବା ପିରିୟଡ଼ ବୋଲି ଆମେ କହିପାରିବା। ତ ଯୀଶୁଖ୍ରୀଷ୍ଟ ଆସିବା ପୂର୍ବରୁ ଏହି ଭୀଷଣ ସମୟ ଉପସ୍ଥିତ ହେବ। ଆଉ ପାଉଲ କହୁଅଛନ୍ତି ଯେ କ'ଣ ସବୁ ପରିଲକ୍ଷିତ ହେବ, କ'ଣ ସବୁ ଘଟଣା ମାନ ସ୍ଥାନ ପାଇବ, ସେ ବିଷୟରେ ବାଇବେଲ ଆମକୁ ଶିକ୍ଷା ପ୍ରଦାନ କରିଥାଏ। ଯଦି ଆମେ ଦେଖିବା ତାର 2 ପଦକୁ, ଲେଖା ଅଛି କି କାରଣ ଲୋକମାନେ ଆତ୍ମପ୍ରିୟ ହେବେ। ପ୍ରଥମ ବିଷୟ ହେଉଛି ଆତ୍ମପ୍ରିୟ, ଲଭର୍ସ ଅଫ୍ ଦେମସେଲ୍ଫ। ଅନେକ ଲକ୍ଷଣ ଗୁଡ଼ାକ ଲେଖା ଅଛି, ଅନେକ ବିଷୟ ଗୁଡ଼ାକ ସ୍ଥାନ ପାଇବ, ଯଥା ଦୁଷ୍ଟତାର ବୃଦ୍ଧି, ଅନେକ ପ୍ରକାରର ଭ୍ରାନ୍ତ ଶିକ୍ଷା ଏବଂ ପ୍ରତାରଣା ଗୁଡ଼ାକ ମଧ୍ୟ ସ୍ଥାନ ପାଇବ, ନୈତିକ ସୂକ୍ଷ୍ମତା ମଧ୍ୟ ସ୍ଥାନ ପାଇବ ଏବଂ ଆଧ୍ୟାତ୍ମିକ ଦୁର୍ବଳତା ବା
ଅନିଚ୍ଛୁକତା ସ୍ଥାନ ପାଇବ। ଅନେକ ତାଡ଼ନାର ବୃଦ୍ଧି ମଧ୍ୟ ସାଧିତ ହେବ ବା ସ୍ଥାନ ପାଇବ। ମଧ୍ୟ ଅନେକ ବିଶ୍ୱାସ ଅନେକ ବିଷୟରେ ବାକ୍ୟ ଆମକୁ ଶିକ୍ଷା ଦିଏ ତାର 2, 3 ଏବଂ 4 ପଦରେ। ପ୍ରଥମ ବିଷୟ ଯାହା ଉଲ୍ଲେଖ କରାଯାଇଅଛି ଓଡ଼ିଆ ବାଇବେଲରେ ତାହା ହେଉଛି ଆତ୍ମପ୍ରିୟ, ସେଲ୍ଫ ଲଭ୍, ଆତ୍ମପ୍ରିୟ, ନିଜକୁ ପ୍ରେମ କରିବେ, ନିଜର ପ୍ରେମ ପ୍ରତିଷ୍ଠା କରିବେ, ନିଜକୁ ପ୍ରେମ ଅନ୍ୟକୁ ପ୍ରେମ କରିବା ପରିବର୍ତ୍ତେ, ଅନ୍ୟକୁ ପ୍ରେମ କାର୍ଯ୍ୟରେ ସହାୟତା, ପ୍ରେମ ଦ୍ୱାରା ସାହାଯ୍ୟ, ପ୍ରେମ ଦ୍ୱାରା ମିଳନ, ପ୍ରେମ ଦ୍ୱାରା କ୍ଷମା, ପ୍ରେମ ଦ୍ୱାରା ଏକତ୍ରୀକରଣ, ପ୍ରେମ ଦ୍ୱାରା ଐକ୍ୟତା ପରିବର୍ତ୍ତେ ନିଜେ ସେଲ୍ଫ ଲଭର୍ ହେବେ, ସେଲ୍ଫ ଲଭ୍କୁ ପ୍ରାକ୍ଟିସ୍ କରିବେ। ଆଜି ଆମେ ଆତ୍ମପ୍ରିୟ ବିଷୟରେ ଶିକ୍ଷା ଲାଭ କରିବା। ବାକ୍ୟ ଏହା ଆମ୍ଭକୁ କ'ଣ କହିଥାଏ ସେ ବିଷୟରେ। ଇଂରାଜୀ ବାଇବେଲରେ ଏ ଯେଉଁ ଲଭର୍ସ ଅଫ୍ ସେଲ୍ଫ, ଏହା ଏହାକୁ ଇଂଲିଶ ୱାର୍ଡ଼ରେ ଆମେ ଆଉ ଗୋଟେ ସର୍ଟକଟ୍ ୱାର୍ଡ଼ସ୍ ବୋଲି ଆମେ ୟୁଜ୍ କରିପାରିବା, ଯାହାକୁ କି କୁହାଯାଏ ନାର୍ସିସିଜମ୍ ବୋଲି କୁହାଯାଏ। ନିଜକୁ ପ୍ରେମ ଅତ୍ୟାଧିକ କରିବ ସେ। ଏ ଯେଉଁ ଲଭର୍ସ ଅଫ୍ ସେଲ୍ଫ, ଆତ୍ମପ୍ରିୟ ବା ନିଜକୁ ପ୍ରେମ କରିବା, ନାର୍ସିସିଜମ୍, ଯାହା ଏକ ଡେଞ୍ଜରିୟସ୍ ଆଫ୍ଲିକ୍ସନ୍ ଅଟେ। ଇଟ୍ସ ଏ ଡେଞ୍ଜରିୟସ୍ ଆଫ୍ଲିକ୍ସନ୍, ଏକ ବିପଦଜନକ ଆଫ୍ଲିକ୍ସନ୍, ବାଧା ଅଟେ। ଆମେ କେତେକ ବିଷୟକୁ ଚିନ୍ତା କରିବା। ପାଉଲ କହୁଅଛନ୍ତି ଯେ ଏମାନଙ୍କର ଗୁଣ ଗୁଡ଼ାକ କି ପ୍ରକାର ହେବ। ଅନେକ ବିଷୟ ଗୁଡ଼ାକ ଉଲ୍ଲେଖ କରାଯାଇଅଛି। ତେବେ ଏଇ ଯେଉଁ ନାର୍ସିସିଜମ୍, ଯାହାକୁ ଆମେ ସେଲ୍ଫ ଲଭ୍ ବୋଲି କହୁ, ଆତ୍ମପ୍ରିୟ ବୋଲି କହୁ, ଏହାର ମେନ୍ କାରଣ କ'ଣ ଯଦ୍ୱାରା ଲୋକମାନେ ନିଜକୁ ପ୍ରେମ କରିବେ, ଆତ୍ମପ୍ରିୟ ହେବେ। ପ୍ରଭୁ ଯୀଶୁଖ୍ରୀଷ୍ଟ କହିଅଛନ୍ତି, ତୁମେ ଆପଣା ପ୍ରତିବାସୀକୁ ପ୍ରେମ କର, ପ୍ରେମ ଦ୍ୱାରା ଅନେକ କାର୍ଯ୍ୟକୁ ସାଧନ କର, ଏକ ଆରକେ କ୍ଷମା କର, ପ୍ରେମ କର, ପରସ୍ପର ପ୍ରେମ କର, ସେ ନିଜେ ପ୍ରେମ ଅଟନ୍ତି। ତ ଆମେ ଅନ୍ୟକୁ, ଆମ ପ୍ରତିବାସୀକୁ ପ୍ରେମ କରିବା ପରିବର୍ତ୍ତେ, ପ୍ରେମରେ କାର୍ଯ୍ୟ ସାଧନ ଅନେକ ବିଷୟ କରିବା ପରିବର୍ତ୍ତେ, ଶେଷ ସମୟରେ ଏମିତି ଏକ ଭୀଷଣ ସମୟ ଉପସ୍ଥିତ ହେବ ଯେ ଆମେ ନିଜକୁ ପ୍ରେମ କରିବା, ଅନ୍ୟକୁ ନୁହଁ। ତ ଏହାର କାରଣ କ'ଣ? ଏହାର ରୁଟ୍ କଜ୍, ହ୍ୱାଟ୍ ଇଜ୍ ଦ ରୁଟ୍ କଜ୍ ଅଫ୍ ସେଲ୍ଫ ଲଭ୍ ମିନ୍ସ ଦିସ୍ ନାର୍ସିସିଜମ୍? ପ୍ରଥମ କାରଣ ହେଉଛି ଗର୍ବ, ପ୍ରାଇଡ୍, ଗର୍ବ ଅଟେ। ଗର୍ବ ହେଉଛି ଏହିପରି ଏକ ମାରାତ୍ମକ କାରଣ ଅଟେ, ଯାହା ଆତ୍ମପ୍ରିୟ ହେବା ପାଇଁ ହିଁ ଏହା ସାହାଯ୍ୟ କରିଥାଏ। ଗର୍ବ, ମୁଁ ଏଇ ପ୍ରକାର, ମୁଁ ତା ଠାରୁ ସ୍ୱତନ୍ତ୍ର, ମୁଁ ତା ଠାରୁ ଭଲ, ମୋ ପାଖରେ ଏଇ ପ୍ରକାର କ୍ୱାଲିଫିକେସନ୍ ଅଛି, ମୁଁ ଏଇ ପ୍ରକାର କରିପାରୁଅଛି। ନିଜ ଲାଇଫକୁ ଅନ୍ୟ ସହିତ କମ୍ପାରିଜନ୍ କରିବେ ସେମାନେ। ପ୍ରାଇଡ୍, ଏ ଗର୍ବ ଏକ ମୂଳ କାରଣ ଯାହା ଆତ୍ମପ୍ରିୟ ହେବା ପାଇଁ। ସ୍ପିରିଚୁଆଲ ଲାଇଫରେ ମଧ୍ୟ ପ୍ରାଇଡ୍ ଆସିଯାଏ। ଆମେ ଗର୍ବ କରୁ ଯେ ମୁଁ ଆ ପରି ନୁହଁ,
ମୁଁ ନିଜେ ଏକ ଉତ୍ତମ ଧାର୍ମିକ ସାଧୁ ବୋଲି ମନେ କରୁ। କମ୍ପାରିଜନ୍ କରୁ ଆମେ ଆପଣାକୁ ଅନ୍ୟ ସହିତ। ଗର୍ବ ଏକ କାରଣ ଅଟେ ଯଦ୍ୱାରା ନିଜକୁ ଆତ୍ମପ୍ରିୟ ହେବାରେ ସାହାଯ୍ୟ କରିଥାଏ। ମୁଁ ଏହି ପ୍ରକାର ପ୍ରଚାର କରେ, ମୁଁ ଏହି ପ୍ରକାର ବର୍ଷିପ କରେ, ମୁଁ ଏହି ପ୍ରକାରର ଦାନ ଦିଏ, ମୁଁ ତାଠାରୁ ଶ୍ରେଷ୍ଠ, ମୁଁ ଏମିତି କେତେ ଗୁଡ଼ାଏ ବିଷୟକୁ ନେଇ ଆମେ ଗର୍ବ କରିଥାଉ। ଶାରୀରିକ ଜୀବନରେ ହେଉ, ଆତ୍ମିକ ଜୀବନରେ ହେଉ, ଗର୍ବ ସକାଶେ ଈର୍ଷା ଭେଦଭାବ ଜାତ ହୋଇଥାଏ। ତ ଗର୍ବ ହେଉଛି ଗୋଟିଏ ମୂଳ କାରଣ ଯଦ୍ୱାରା ଆତ୍ମପ୍ରିୟ ବା ନିଜକୁ ପ୍ରେମ କରିବା ପାଇଁ ସାହାଯ୍ୟ କରିଥାଏ। ଆମେ ହିତୋପଦେଶ ତାର 16-18 ପଦକୁ ପଠନ କରିବା। ଏଇଠାରେ ଲେଖା ଅଛି, ଅହଙ୍କାର ସର୍ବନାଶର ସମ୍ମୁଖରେ ଥାଏ, ପୁଣି ଦାମ୍ଭିକ ମନ ପତନର ସମ୍ମୁଖରେ ଥାଏ। ପ୍ରାଇଡ୍ ଗୋଜ୍ ବିଫୋର ଡିଷ୍ଟ୍ରକ୍ସନ୍, ଗର୍ବ ବା ଅହଙ୍କାର ଏଇ ଦ୍ୱାରା ସର୍ବନାଶ ଆସିଥାଏ। ଆମେ ଦେଖୁ ଅନେକ ବ୍ୟକ୍ତି ମାନେ ଗର୍ବ କରି ପତିତ ହେଲେ, ବିନାଶ ହେଲେ। ତ ଏହା ଗୋଟେ କାରଣ ଅଟେ। କେବଳ ବିନାଶ ତ ଆଣିବ, ବଟ୍ ନିଜକୁ ସେଲ୍ଫ ଲଭ୍ କ୍ରିଏଟ୍ କରିବ। ଏହା ବୁଝିବାକୁ ଚେଷ୍ଟା କରନ୍ତୁ। ସେଲ୍ଫ ଲଭ୍କୁ କ୍ରିଏଟ୍ କରିବ ଏହି ପ୍ରାଇଡ୍, ଆଉ ଏଇଟା ଅନ୍ତିମ ସମୟରେ ବିନାଶକୁ ଆଣିଥାଏ। ନିଜକୁ ୟୁନିକ୍ ମନେ କରି, ସ୍ୱତନ୍ତ୍ର ମନେ କରି, ନିଜକୁ ପ୍ରେମ କରି, ଅନ୍ୟକୁ ନ ପ୍ରେମ କରି ଜୀବନ ଯେଉଁମାନେ କାଟନ୍ତି, ଯେଉଁ ଆତ୍ମପ୍ରିୟ ହୁଅନ୍ତି, ସେଇଟା ହେଉଛି ଗର୍ବ ସକାଶୁ। ଆଉ ଗର୍ବ ଯଦି କରୁଛୁ, ଦେନ୍ ଦ୍ୟାଟ୍ ୱିଲ୍ ଲିଡ୍ ଟୁ ଡିଷ୍ଟ୍ରକ୍ସନ୍। ଦ୍ୱିତୀୟ ବିଷୟ ଆମେ ଦେଖିବା। ଦ୍ୱିତୀୟ କାରଣ, ଆତ୍ମପ୍ରିୟ ବା ନିଜକୁ ପ୍ରେମ କରିବାର କାରଣ ହେଉଛି ସିନ୍ ନେଚର, ପାପର ପ୍ରକୃତି, ସ୍ୱଭାବ ସକାଶେ। ପାପର ପ୍ରକୃତି ବା ସ୍ୱଭାବ ଥିବ ବୋଲେ ସେ ନିଜକୁ ପ୍ରେମ କରିବ, ଆତ୍ମପ୍ରିୟ ହେବ। ସେଇ ସର୍କଲରେ, ସେଇ ପରିବେଶରେ ରହି ସେ ନିଜକୁ ପ୍ରେମ କରିବ। ଏ ଗୁପ୍ତ ପାପର ସ୍ୱଭାବ ତାହା ପୂରଣ କରିବା ପାଇଁ ସେଇ ପରିବେଶରେ ଆମକୁ ବାନ୍ଧିବ। ଆଉ ସେ ପାପ ଦ୍ୱାରା ଆମେ ସେଲ୍ଫ ଲଭ୍କୁ ଫିଲ୍ କରିବା। ସେ କାର୍ଯ୍ୟ କରିବା ପାଇଁ, ତହିଁରେ ଇଚ୍ଛା ପ୍ରକାଶ କରିବା ପାଇଁ, ତହିଁ ପ୍ରତି ଆମଙ୍କର ବାସନାକୁ ଆଗକୁ ବଢ଼ାଇବା ପାଇଁ ସାହାଯ୍ୟ ହୋଇଥାଏ। ଏ ପାପର ନେଚର, ଏହା ହେଉଛି ଏକ ମୂଳ କାରଣ ଯଦ୍ୱାରା ତହିଁରେ ପଡ଼ି ଶିକାର ହୋଇ ଆମେ ନିଜକୁ ବା ଆତ୍ମପ୍ରିୟ ହେବାକୁ ଭଲ ପାଇଥାଉ। ତେଣୁ ଏହା ଗୋଟିଏ କାରଣ ଅଟେ। ଆମେ ଅଧ୍ୟୟନ କରିବା ରୋମିଓ ପୁସ୍ତକ ତାର 7-18 ପଦରେ ପାଉଲ କ'ଣ କହୁଅଛନ୍ତି। କାରଣ ମୋ ଠାରେ ଅର୍ଥାତ୍ ମୋ ଶରୀରରେ ଯେକୌଣସି ଉତ୍ତମ ବିଷୟ ବାସ କରେ ନାହିଁ। ଏହା ମୁଁ ଜାଣେ, ଯେଣୁ ମୁଁ ଇଚ୍ଛା କରି ପାରୁଅଛି, କିନ୍ତୁ ଯାହା ଉତ୍ତମ ତାହା କରିବା ନିମନ୍ତେ ମୋର ସାମର୍ଥ୍ୟ ନାହିଁ। ପାଉଲ ନିଜେ ମତ ପ୍ରକାଶ କରୁଅଛନ୍ତି। ପାଉଲ କହୁଅଛନ୍ତି ଯେ ମୋ ଶରୀରରେ ଯେକୌଣସି ଉତ୍ତମ ବିଷୟ ବାସ କରେ ନାହିଁ। କାରଣ ହେଉଛି ସିନ୍ ନେଚର, ପାପର ସ୍ୱଭାବ ବା ପ୍ରବୃତ୍ତି। କିନ୍ତୁ ବାକ୍ୟ ଆମକୁ କହେ ଆମେ ଶରୀରର କାର୍ଯ୍ୟକୁ ବିନାଶ କରିବା ଆତ୍ମାଙ୍କ ନିୟନ୍ତ୍ରଣ ଦ୍ୱାରା। କିନ୍ତୁ ଶେଷ ସମୟରେ ଏ ପାପର ସ୍ୱଭାବ ସକାଶେ
ତହିଁର ବଶରେ ଶିକାରରେ ନିୟନ୍ତ୍ରଣରେ ଆସି ସେହି ପରିବେଶରେ ନିଜକୁ ସେମାନେ ପ୍ରେମ କରିବେ, କାରଣ ତାହା ସେମାନଙ୍କୁ ସୁଖ ବିଳାସ ଦେବ। ବିଳାସତା ଆନନ୍ଦ କ୍ଷଣିକ ସୁଖକୁ ପ୍ରବେଶ କରାଇବ ବା ଉପଭୋଗ କରାଇବା ପାଇଁ ସାହାଯ୍ୟ କରାଇବ। ତେଣୁ ଏହି ପାପର ନେଚର ସକାଶେ ଲୋକମାନେ ଆଉ ଆତ୍ମପ୍ରିୟ ଶେଷ ସମୟରେ ହେବେ। ଏହି ପାପର ନେଚର ଉପରେ ଆମକୁ ଜୟଲାଭ କରିବା ପାଇଁ ଆତ୍ମାଙ୍କ ନିୟନ୍ତ୍ରଣ ଆବଶ୍ୟକ ଅଟେ। ପାଉଲ ତ ଏଠାରେ କହିଅଛନ୍ତି, କିନ୍ତୁ 8 ପଦରେ ସେ କହନ୍ତି ଯେ ଆତ୍ମାଙ୍କ ଦ୍ୱାରା ଚାଳିତ ହେବା ପାଇଁ। ଯଦି ଆମେ ଆତ୍ମାଙ୍କ ଦ୍ୱାରା ଏହି ଶେଷ ସମୟରେ ଚାଳିତ ହେବା, ତେବେ ଆମ୍ଭେମାନେ ପାପର ସ୍ୱଭାବ ଉପରେ ଏବଂ ଗର୍ବ ଉପରେ ଅନେକ ବିଷୟ ଉପରେ ଆମ୍ଭେମାନେ ଜୟଲାଭ କରିପାରିବା। ତେଣୁ ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ ଯେ ଏହି ଆତ୍ମପ୍ରିୟର କାରଣକୁ ଜାଣିବା ପାଇଁ ଏବଂ ଆ ଉପରେ ଆମେ ଆତ୍ମାଙ୍କ ଚାଳିତ ଶକ୍ତି ଦ୍ୱାରା ଜୟଲାଭ କରିବା, ଏଥିପାଇଁ ପ୍ରଭୁ ଆମକୁ ସାହାଯ୍ୟ କରନ୍ତୁ। ପ୍ରଭୁ ଆପଣମାନଙ୍କୁ ପୁଣି ମୋତେ ଆଶୀର୍ବାଦ କରନ୍ତୁ। ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ।